ମେଘମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ମାଧ୍ୟମରେ ସେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ହୃଦୟ ସହିତ ଧନ୍ୟବାଦ ଦିଏ, କାରଣ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ନୀରବ ରହି ଲଢ଼ିବା ଶିଖନ୍ତୁ। ନୀରବ ରହି ଲଢ଼ିବା ଶିଖନ୍ତୁ। ପ୍ରିୟମାନେ, ଆଜି ସମସ୍ତଙ୍କର ଏହି ପ୍ରକାର ମନୋଭାବ ଅଛି, ଯିଏ ଯେତେ ଜୋରେ ପାଟି କରିପାରିବ, ଯେତେ ଜବାବ ଦେଇପାରିବ, ଯେତେ ବଡ଼ ବଡ଼ କଥା କହିପାରିବ, ସେ ହିଁ ଜିତିପାରିବ। ଜୋର ଜାର ମୂଲତାର, ଯିଏ ଯେତେ କହିପାରିବ ସେ ଜ୍ଞାନୀ, ସିଏ ସେତେ ଜିତିପାରିବ। ଏହି ପ୍ରକାର ଭାବରେ ଲୋକମାନଙ୍କର ଚିନ୍ତା ଭାବନା। ଯେତେବେଳେ ଦୁଇ ଜଣଙ୍କର ପାଟିତୁଣ୍ଡ ହୁଏ, ଗଣ୍ଡଗୋଳ ହୁଏ, ସ୍ୱାମୀ ସ୍ତ୍ରୀଙ୍କର ମଧ୍ୟରେ ମଧ୍ୟ ଦେଖନ୍ତୁ, ଯିଏ ଭୁଲ ଥିବ ସେ ବେଶୀ ପାଟି କରୁଥିବ, ସେ ଜୋର ଜୋର ପାଟି କରୁଥିବ, ଆଉ ସେଇ ସମୟରେ ଭାବୁଥିବେ ଯେ ଇଏ ଠିକ୍, ସେ ନୀରବ ରହିଯାଉଛି, ସେ କିଛି କହିପାରୁନାହିଁ, ଯାହାଦ୍ୱାରା କି ତାହାର ଭୁଲ ଅଟେ। ଏ ପ୍ରକାର ଲୋକମାନଙ୍କର ମନୋଭାବ ରହିଛି। ମାତ୍ର ବାଇବଲ ଆମମାନଙ୍କୁ କ'ଣ କହେ? ଯଦି ଆମେ ପଢ଼ିବା ଗୀତ ସଂହିତା 46 ଗୀତର 10 ପଦରେ, କ୍ଷାନ୍ତ ହୁଅ, ଆମ୍ଭେ ପରମେଶ୍ୱରଠୁ ଏହା ଜାଣ, ଆମ୍ଭେ ଦେଶୀୟମାନଙ୍କ ମଧ୍ୟରେ ଉନ୍ନତ ହେବୁ, ଆମ୍ଭେ ପୃଥିବୀରେ ଉନ୍ନତ ହେବୁ। ପ୍ରିୟମାନେ, ଆମମାନଙ୍କ ପରମେଶ୍ୱର ଆମମାନଙ୍କୁ କହୁଛନ୍ତି, କ୍ଷାନ୍ତ ହୁଅ, ନୀରବ ରୁହ, ଆମ୍ଭେ ପରମେଶ୍ୱରଠୁ, ଆମ୍ଭେ ତୁମ ପାଇଁ ଲଢ଼ିବା, ଆମ୍ଭେ ତୁମ ପାଇଁ ଯୁଦ୍ଧ କରିବା। ଏଇଟା ଆମର ପରମେଶ୍ୱର, ଆମମାନଙ୍କ ପରମେଶ୍ୱର। ସେ ଆମ ପାଇଁ ଲଢ଼ିବା ପରମେଶ୍ୱର ସେ ଅଟନ୍ତି। ଆମେ ସବୁ ସମୟରେ ଆମେ ଯଦି ନିଜେ ଲଢ଼ିବା ପାଇଁ ଚେଷ୍ଟା କରିବୁ, ଆମେ ଫାଇଟ୍ କରିବା ପାଇଁ ଆମେ ଚେଷ୍ଟା କରିବୁ, ଆମେ ଲୋକମାନଙ୍କ ସହିତ ଲଢ଼ିବୁ, ତାହେଲେ ହେବ ନାହିଁ। ପରମେଶ୍ୱର ଚାହୁଁଛନ୍ତି ଯେ ତୁମେ ନୀରବ ରୁହ। ଆମେ ଯଦି ପଢ଼ିବା ପ୍ରଥମ ପିତର 2 ଅଧ୍ୟାୟର 23 ପଦରେ ଲେଖାଗଲା, ସେ ନିନ୍ଦା ପାଇବା ସମୟରେ ଫେରି ନିନ୍ଦା କଲେ ନାହିଁ। ଏହାର ଅର୍ଥ କ'ଣ? ସେ ଯେତେବେଳେ ନିନ୍ଦା ପାଉଥିଲେ ସେ ନୀରବ ରହିଲେ। ସେ କୌଣସି ପ୍ରକାର ଭାବରେ ମୁଖ ଫିଟାଇଲେ ନାହିଁ, କାହାକୁ ଜବାବ ଦେଲେ ନାହିଁ। ପ୍ରିୟମାନେ, ଯେତେବେଳେ ଆମେ ନୀରବ ରହୁଛୁ, ସେଇଟା ଆମର ଲଢ଼େଇ। ଯେଉଁ ସ୍ଥାନରେ ଆମକୁ ମୁଖ ଫିଟାଇବାକୁ ପଡ଼ିବ ସେଇ ସ୍ଥାନରେ ମୁଖ ଫିଟାଇବା, ଆଉ ଯେଉଁ ସ୍ଥାନରେ ନୀରବ ରହିବାକୁ ପଡ଼ିବ ସେଇ ସ୍ଥାନରେ ନୀରବ ରହିବା। ଆମର ନୀରବତା ଆମେ ହାରିଯିବାର ନୁହେଁ, ଆମେ ଭୁଲ ଅଛୁ ତାହା ନୁହେଁ। ସବୁ ସ୍ଥାନରେ ଆମମାନଙ୍କୁ ପାଟି ଫିଟାଇବାର ନାହିଁ, ନୀରବ ରୁହନ୍ତୁ। ଲେଖାଗଲା, ସେ ନିନ୍ଦା ପାଇବା ସମୟରେ ଫେରି ନିନ୍ଦା କଲେ ନାହିଁ, ଦୁଃଖ ଭୋଗ କରିବା ସମୟରେ ପ୍ରତିହିଂସା କରିବାକୁ ଭୟ ଦେଖାଇଲେ ନାହିଁ, କିନ୍ତୁ ନ୍ୟାୟ ବିଚାରକର୍ତ୍ତାଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ କଲେ। ଯେଉଁ ସମୟରେ ଆମେ ନୀରବ ହେବା, ଆମେ ତୁନି ରହିବା, ପରମେଶ୍ୱର ଆମ ସହିତ ଲଢ଼ିବେ, ଆମ ପାଇଁ ସେ ଲଢ଼ିବେ, ଆମ ସପକ୍ଷରେ ସେ ଲଢ଼ିବେ। ଏହା ହେଉଛି ପରମେଶ୍ୱରଙ୍କର ରୁଲ୍ ରେଗୁଲେସନ୍ ଗୁଡ଼ିକ। ପ୍ରିୟମାନେ, ପରମେଶ୍ୱର କାହା ପାଇଁ? ସମସ୍ତଙ୍କ ପାଇଁ ଲଢ଼ନ୍ତି ନାହିଁ। ଯେଉଁମାନେ ନୀରବ ରୁହନ୍ତି ସେମାନଙ୍କ ପାଇଁ ସେ ଲଢ଼ନ୍ତି। ସେଥିପାଇଁ ଆମମାନେ ନୀରବତା, ଆମର ନୀରବତା ରହି ଆମେ ଯୁଦ୍ଧ କରିପାରିବା, ଆମେ ଲଢ଼ିପାରିବା। ଯେଉଁ ସମୟରେ ପରିସ୍ଥିତି ବିଗିଡ଼ିଯାଏ, ଦୁଷ୍ଟମାନେ ଆମ ବିରୁଦ୍ଧରେ ଉଠନ୍ତି, ସେହି ସମୟରେ ସବୁ କ୍ଷେତ୍ରରେ ଆମେ ପାଟି କରି ସେମାନଙ୍କ ସହିତ ଝଗଡ଼ା କରିବାର କୌଣସି ପ୍ରକାର ଆବଶ୍ୟକ ନାହିଁ। ଆମର ନୀରବତା ଆମର ଯୁଦ୍ଧର ଅସ୍ତ୍ର ଅଟେ। ଯେଉଁ ସମୟରେ ଆମେ ନୀରବ ରହିବା, ସେଥିପାଇଁ ଲେଖାଯାଏ, ପଢ଼ିବା ରୋମିଓ 12 ଅଧ୍ୟାୟର 19 ପଦରେ, ହେ ପ୍ରିୟମାନେ, ତୁମ୍ଭେମାନେ ନିଜେ ନିଜେ ପ୍ରତିଶୋଧ ନିଅ ନାହିଁ, ନିଜେ ନିଜେ ଜବାବ ଦିଅ ନାହିଁ, ନିଜେ ନିଜେ ଗାଳି କର ନାହିଁ, ନିଜେ ସବୁ କରିଦିଅ ନାହିଁ। ଆଜି ଲୋକ ଅଛନ୍ତି, ସବୁ ନିଜେ ନିଜେ କରିବା ପାଇଁ ଚାହାନ୍ତି। ମୁଁ କରିଦେବି, ମୁଁ କହିଦେବି, ମୁଁ ଏ ପ୍ରକାର ଜବାବ ଦେଇଦେବି, ମୋତେ ବହୁତ ଭଲ ଜଣା, ସେ କ'ଣ ଜାଣିଛି, ତାଠୁ ଭୟଙ୍କର ଭାବରେ ମୋତେ କଥା ଜଣା। ମାତ୍ର ବାଇବଲ ଆମମାନଙ୍କୁ କ'ଣ କହେ? ହେ ପ୍ରିୟମାନେ, ତୁମେ ନିଜେ ନିଜେ ପ୍ରତିଶୋଧ ନିଅ ନାହିଁ,
किंतु क्रोध पाई स्थान छाड़ी दियो कारण लेखा अच्छी एटा लेखा थिबा कथा परमेश्वर लेखा थिबा कथा प्रभु कहती प्रतिशोध नेबा आंभर अधिकार आंभे प्रतिफल देवा प्रिय प्रभुंक लोक माने नीरव रही युद्ध करने को शिखंतु जो समय यीशुख्रीष्ट नौकारे जाउथिले नौकारे जाउथिबा समय से पछ जगार मुचुड़े मुंड दे से शोई पड़ती यही प्रकार भाव शोई से सबू जानुंट तोफान आसूची डंगारे पानी पशि जाऊँगी हेले मध्य से नीरव अच्छा से कौन सी विषय करूना देखु यीशुख्रीष्टर निद कौन सी तोफान भांगी नहीं यीशुख्रीष्टर निद शिष्य माने भांगीदेले यीशुख्रीष्टर विश्राम शिष्य माने भांगीदेले यीशुख्रीष्ट आराम से तोफान मध्य नीरवरे प्रभुंक उपरे पितांक उपरे संपूर्ण भाव भरोसा रखी से रही आमे मध्य से प्रकार तोफान से प्रकार परिस्थिति गुड़िक आसीबा समय आमे मध्य नीरव रहिबार आवश्यक रही यीशुख्रीष्ट उठी से पवन को धमक देले समुद्र को धमक देले जहाँ सुस्थिर हो गला मात्र नीरव जो से थिले शिष्य मानकर मध्य दायित्व थिला जे यीशुख्रीष्टर अनुगमन करने कथा जे यीशुख्रीष्ट जदि यही तोफान समय नीरव शोइछंती ताहले आमे मध्य तांको सहित नीरव जदि आमे शोई पड़िबा ताहले कौनसी प्रकार परिस्थिति हेबो से शिखाउथिले परिस्थिति मध्य केमती शांत रहिबा परिस्थिति मध्य कि प्रकार नीरव रहिबा एहा ताहांकर शिखेबार विषय रही प्रिय माने आज मध्य आमे नीरव रही लड़ीबार शिखिबार आवश्यक रही स्वामी स्त्री मध्य अशांति हो जाउची से समय जदि जड़े पार्टी करुछंती जड़े नीरव रुहंतु नीरव रहिबार अर्थ यह नुहे जे आपण भूल करिछंती आपण किछि कहि परिबे नहीं यह नुहे मात्र नीरवता मध्य आमर गोटे अस्त्र अटे आउ एही अस्त्र बहुत बहुत प्रभावशाली अस्त्र यीशुख्रीष्ट मध्य नीरव रहिले तांको विरुद्ध रे विभिन्न प्रकार एलिगेशन गुड़िक मिथ्या अभियोग गुड़िक लगा जाउथिला से मंदिर को भांगी देवी बोली कहूथिला से व्यवस्था विरुद्ध रे कथा कहूथिला से काइसर को कर दियो नहीं बोली कहूथिला ए प्रकार विभिन्न प्रकार कथा यीशुख्रीष्टଙ୍କ विरुद्ध रे मध्य लोक माने कहिले से समय यीशुख्रीष्ट पदे हेले कहिले नहीं न्याय विचार कर्तांक हस्तरे समस्त विषय समर्पण करदेले आ उपयुक्त समय प्रमाणित हो गला जे यीशुख्रीष्ट संपूर्ण भाव निर्दोष मृत्यु को से जय कर से उठिले प्रिय प्रभुंक लोक माने नीरवता आममानकर गोटे अस्त्र अटे नीरव रही लड़ीबा शिखंतु अनेक लोक आपणक विरुद्ध रे अनेक कथा कहिबे आपण को बदनाम करिवे आपणकर करिनथिबा कार्यगुड़िक को मध्य से माने कहिबे नीरव रुहंतु जो स्थान रे आमको मुख फिटेबार अछि प्रभु कहउचंती मुख फिटा आउ जो स्थान रे नीरव रहिबार अछि से स्थान रे आमको नीरव रहिबाको पड़िबो ताहाले आम नीरवता आमर दुर्बलता नुहे नीरवता आमर अस्त्र अटे आउ आमर अस्त्र को आम व्यवहार करिबार आवश्यक रही नीरव रही लड़ीबा शिखु अनेक लोक उठिबे प्रभु यीशुख्रीष्ट विरुद्ध रे उठिले मात्र कौन सी गोटे मध्य लोक सफल हेले नहीं कारण बाइबल कहे जे तुम विरुद्ध रे जेकोसी अस्त्र प्रस्तुत हेबो ता सफल हेबो नै अनेक अस्त्र गुड़िक प्रस्तुत हो पारिबो मात्र ताहा सफल हो पारिबो नहीं कारण परमेश्वर आमर सपक्ष आसंतु पदे प्रार्थना करिबा पिता मु तुमको धन्यवाद दिए जे तुम्हें प्रति प्रभात रे तुम पवित्र वाक्य द्वारा आम सहित अति सरल भाव कथबार्ता होउछ नीरव रही आम कि प्रकार लड़ी पारिबु ए विषय तुम्हें आमको शिखेल केते सुंदर भाव में तुम्हें आम को प्रति प्रभात रे शिक्षा दौच जो मैंने प्रभु ये शिक्षा शुणुंट आ मानुंट से प्रचुर भाव तुम्हें आशीर्वाद कर से माने मध्य प्रभु नीरव रही लड़ीबा शिखिपारे साहाय्य कर प्रार्थना यीशु नाम रे मागुछु आमीन आमीन प्रेज द लॉर्ड प्रभु आपण समस्त को प्रचुर भाव आशीर्वाद करंतु प्रभु अनुग्रह कले आसंता अध्याय रे गोटे नुआ प्रसंग रे परस्पर सहित साक्षात करिबा रहिबा समस्त को नमस्कार प्रेज द लॉर्ड गॉड ब्लेस यू।